कार्तिक मास झड़ी पवन वर्षारे तार पाद दुईटा थरे उठुची भोक उपासरे पेटटा घांटी चकटी पकाउची तथापि मकरा ए गाँ चलीछि ता देहरे हाड़ दुई खंडी मुंडरे बाल गुड़िक झोट परी पाची फुरु फुरु होई उडुछि तथापि केउ दिन ठारू मुंडरे तेल बाजी नहीं केवल देहरे शीत काकर को सात सिया चदरटी रहिछि से जेतेबेले गाँ दांडरे ठिया होई पड़े पिलाए ता उपरकू ठेला फोपाड़ी पाटी करी उठंती अरे पागल को गाँ रे तड़ी दियो। से हसी हसी गड़ी जाए पुणी ता आखि बाटे लुह धार धार होई गड़ी पड़े से चारिआड़ को चाहे कहार अनुध्यान रे तार झड़ी वर्षा पानी पवन को खातिर न थाए पाद दुईटा आगको आगको बढ़ाए आर गाँ को ए दुआरे से दुआरे डाक पकाए माँ भोक शेषे तंटी सुखी जाऊँची गंडे खाइबाकू मिलू ता परिवर्ते पाए निर्यातना एवं लांछना मकरार शीतरे देहटा कोल मारी उठुची गोड़ दुईटा अटकी पड़ुची शेषरे तंटी सुखी अठा से पोखरी को जाए पेटे पानी पीला पाखरे थिबा बर गछ मूले मुंडरे हाथ दे दीर्घ निश्वास मारी बसी पड़िला ता मने पड़ीगला पुराना दिनर अलिभा कथा जहाँ मो जीवन दे भल पाउली आज मते धोखा दे चलीगला मन तार होई पड़िला डहर विकल एवं पिलादिनर अंगेली भाई कथा आखि आगरे भासी उठिला बापा तार जेतेबेले मद निशारे टळी टळी राति अधरे घरे पहुंची माँ को छेची पकाए से संभाली न पारी कांदी कांदी माँ को कुंढाए पकाए शेषरे माँ तार सही न पारी वर्षकर पुओ को छाड़ी गाँ ठारू भूई पर्यंत समस्ते कहिले मकरा माँ मला नहीं जे पूरा ज्वालारू तरी गला बंधु बांधव कहिले मला ये सीना बाट काटिला सेउंडा पिला को किए चाहिए माँ मला दिनरू पूरा बेसी बेसी निशा पानी पीबाकू लागिला घरे पशिबार ना गंध धरिला नहीं वो खाइला न खाइला तार चिंता नथिला मकरा किछि उपाय न देखी बाध्य होई राति अधेरे घरु गोड़ काढ़िला पदाकू राति पाही कुआ राबिला बेलकू से आसी कंदरपुर बजार रे जोठी शह शह लोक खाई करी जाउछंती तार पाद दुईटा से होटेल दुआर मुहरे अटकी पड़िला से देखिला 14 वर्षर झियो रंग तार कला मुहटी डौल डाउल मुंडू बाल गुड़िक कुंचु कुंचिया हलदिया रंगर खंडिए पिंधि बासन माजुछि मकरा भोक सही न पारी अति कातुर कंठरे डाकी पकाइला गंडे खाइबाकू मिलू हीरा तो आड़कू मुह मोड़ी देई कहिला तते सकाळू किए खाइबाकू दब पेट देखाई देई कहिला 3 दिन होला पेट को दाना नागिलो पेट भीतरटा रामपुरी पकाउछि आखि बाटे जे जे बाहरी पड़ुछि
ହୀରା ବାସନ ମାଜିବ କଣ? ମକରା ଆଡକୁ ଚାହିଁ ରହିଲା। ହୋଟେଲ ମାଲିକ ପଦାକୁ ଆସି ପଚାରିଲେ, ଆରେ ପିଲା, କାହିଁ ପାଟି କରୁଛୁ? ଆଜ୍ଞା, କଣ ଗଣ୍ଡେ ଖାଇବାକୁ ମିଳୁ? କିରେ, ତୋ ନାଁ କଣ? ମୋ ନାଁ ମକରା। ତୁ ହୋଟେଲରେ ବଢାବଢି କରିପାରିବୁ? ହଁ ବାବୁ, ସବୁ କରିବି, ଦୟା କର ବାବୁ। ସେହି ଦିନଠାରୁ ମକରା ହୋଟେଲରେ ରହି ବଢାବଢି କରେ। ଆଜି ହୀରାର ଦେହ ଭଲ ନାହିଁ। ଦେହଟା ରାତିରେ ଫୁଟୁଛି। ସେ ଛିଣ୍ଡା ମସିଣା ଉପରେ ଶୋଇଛି ଜାକି ଜୁକି ହୋଇ। ମକରା ହୋଟେଲ କାମ ସାରି ହୀରା ପାଇଁ କ୍ଷୀର ଟିକେ ଆଣି ତା ପାଖରେ ବସି ଡାକିଲା, ଭଉଣୀ, ତୋ ନାଁ କଣ? ମୋ ନାଁ ହୀରା। ଉଠ, କ୍ଷୀର ଟିକେ ପିଇଦେ। ହୀରା ଅତି କଷ୍ଟରେ ଉଠି କ୍ଷୀର ଟିକେ ପିଇଲା। ହଇଲୋ, ଭଉଣୀ, ତୋର ଘର କେଉଁଠି? ମୋର ଘର ନାହିଁ, କି କେହି ନାହାନ୍ତି। ମକରା ଚମକି ପଡି କହିଲା, ତୋର କଣ ବାପା ମା ନାହାନ୍ତି? ହୀରା ଆଖିରୁ ଲୁହ ଗଡି ପଡିଲା। ତା ହାତ ଥରି ଉଠିଲା। ସେ କହିଲା, ମା ମତେ ବହୁତ ଦିନରୁ ଛାଡି ଦେଇ ଚାଲି ଯାଇଛି। ବାପା ନିଶା ପାଣି ପିଇ ବୁଲୁଥାଏ। ମକରା ନିଜକୁ ସମ୍ଭାଳି ନପାରି କଇଁ କଇଁ ହୋଇ କାନ୍ଦି ପକାଇଲା। ସେହି ଦିନଠାରୁ ଉଭୟକୁ କାମ ଦାମରେ ସାହାଯ୍ୟ କରନ୍ତି। ଆଜି ଜାଗର ଯାତ୍ରା କନ୍ଦରପୁର ମହାଦେବଙ୍କ ପାଖରେ। ମକରା ହୋଟେଲ କାମ ସନ୍ଧ୍ୟା ବେଳକୁ ସାରିଦେଇ ହୀରାକୁ ଡାକିଲା ଯିବାକୁ ମହାଦେବଙ୍କ ପାଖକୁ। ହୀରା ମୁହଁ ଶୁଖାଇ କହିଲା, ମୁଁ ତ ସାଙ୍ଗରେ ଗଲେ ବାବୁ ରାଗିବେ। ତୁ ଯିବୁ ନାହିଁ? ତା ପାଖରୁ 8 ଅଣା ପଇସା ଆଣି ମକରା ହାତକୁ ବଢାଇ ଦେଇ କହିଲା, ମୋ ପାଇଁ ରିବନ ଆଣିବୁ। ମକରା ହସି କରି କହିଲା, ମୁଁ ରିବନ ଆଣେ, ପଇସା ନେବି। ମକରା ଗଲା ଜାତ ଦେଖିବାକୁ। ହୀରାର ସ୍ନେହ ଶ୍ରଦ୍ଧାରେ ସେ ଆତ୍ମହରା ହୋଇ ସବୁ ଦୁଃଖ ଭୁଲି ଯାଉଛି। ସେ ବାଟ ଯାକ ଭାବି ଭାବି ଚାଲିଛି ଆଗତ କଥା। ସେ ଠାକୁରଙ୍କ ପାଖରେ ମୁଣ୍ଡିଆଟିଏ ମାରି କହିଲା, ବାବୁ, ମୋତେ ପିଇବାକୁ ଦିଅ। ତାର ମନ ଚଞ୍ଚଳ ହୋଇ ଉଠିଲା ଯିବାକୁ ଘରକୁ। ମନେ ପଡିଗଲା ହୀରା କହିଥିବା କଥା। ସେ ତର ତର କରି ରିବନ କୁଙ୍କୁମ କିଣି ହୋଟେଲ ପାଖରେ ପହଞ୍ଚିଲା ବେଳକୁ ରାତି 2ଟା। ମକରା ହୀରା ପାଖରେ ବସିଲା। କିଛି ସମୟ ପରେ ସେ ପଚାରିଲା, ହୀରା, ବହୁତ ଦିନରୁ ତତେ ଗୋଟିଏ କଥା ପଚାରିବି ବୋଲି ଭାବୁଛି। ହୀରା ତଳକୁ ମୁହଁ କରି ମୁରୁକେଇ ହସି କହିଲା, ତତେ ମୁଁ ଜୀବନ ଠାରୁ ଆହୁରି ଭଲ ପାଏ। ମୋର ଭାରି ଇଚ୍ଛା ତତେ ବିବାହ ହେବାକୁ। ମୁଁ କଣ ମନା କରୁଛି? ହଉ, ଯାତ୍ରାରୁ କଣ ଆଣିଛୁ ମୋ ପାଇଁ ଦେଖା। ମକରା ହୀରା ହାତକୁ ବଢାଇ ଦେଲା ରିବନ କୁକୁମ। ହୀରାର ହାତ ଥରି ଉଠିଲା ଅପୂର୍ବ ଶିହରଣରେ। ମକରା ହୀରା ଦୁଃଖ ସୁଖ ହଉ ହଉ ରାତି ପାହିଗଲା। ପ୍ରତିଦିନ ରାତିରେ 2 ଜଣ ଯାକ ହୋଟେଲ କାମ ସାରି ରାତି 2 ଘଡ଼ି ପର୍ଯ୍ୟନ୍ତ ଗପସପ ହୋଇ ଶୋଇବାକୁ ଯାଆନ୍ତି। ଉଭୟଙ୍କ ଭିତରେ ସ୍ନେହ ମମତାର ଘନିଷ୍ଠ ହୋଇ ଉଠିଲା। ହୀରା ଦିନେ ଶୋଉ ଶୋଉ ଦିନ ଘଡ଼ିଏ ପର୍ଯ୍ୟନ୍ତ ଶୋଇ ପଡ଼ିଲା। ମକରା ସକାଳୁ ତର ତର କରି ବାସନ ମାଜିଲା ବେଳକୁ ହୋଟେଲ ବାବୁର ରାଗ ଦେଖିବ କଣ? ତାର ପାଟିରେ ହୋଟେଲ କମ୍ପୁଥାଏ। ହୀରାର ନିଦ ଚଟକିନା ଭାଙ୍ଗିଗଲା। ସେ ଧଡପଡ କରି ଉଠି ଆସିଲା ବାସନ ମାଜିବାକୁ। ମକରା ହୀରାକୁ ଦେଖି ବାସନ ମଜା ପାଖରୁ ଉଠି ଚାଲିଗଲା। ହୋଟେଲ ବାବୁର ରାଗ ହୀରାକୁ ଡାକି କହିଲା, ତୁମେ 2 ଜଣ ଯୋଉ ନାଟ ଲଗାଇଛ, ତତେ ଆଗ ବିଦା କରିବି।
ହୀରାର ଦେହ ହାତ ଥରି ଉଠିଲା, ମୁହଁ ଶୁଖି କଳା କାଠ। ସେ କାମ ସାରି ଗୋଟିଏ ଜାଗାରେ ବସି କାନ୍ଦିବାକୁ ଲାଗିଲା। ସେ ଦିନ ରାତିରେ ମକର ହୀରାକୁ ବହୁତ ବୁଝାଇ କହିଲା, ମୁଁ ଯେଉଁ ପର୍ଯ୍ୟନ୍ତ ଅଛି ନିଶ୍ଚୟ ତତେ ସାହାଯ୍ୟ କରିବି, ତୁ କାନ୍ଦ ନା। ହୀରା ଆଖିରୁ ଲୁହ ପୋଛି କହିଲା, ମତେ ବାବୁ କାଳେ ବିକିଦବ, ଭାରି ଡର ଲାଗୁଛି। ମୁଁ ଅଛି, ତତେ କିଏ ବିକିଦବ? କିଛି ଦିନ ପରେ ମକରା ଦେଖିଲା ହୀରା ନାହିଁ। ସେ କାହାକୁ କିଛି ନ କହି କେତେ ଖୋଜିଲା, ସମସ୍ତଙ୍କୁ ପଚାରିଲା, ବାବୁ ହୀରାକୁ ଦେଖିଛ? କିନ୍ତୁ ତାର ଜବାବ ସେ ପାଇଲା ନାହିଁ। ଚାଲି ଆସିଲା କନ୍ଦରପୁର ମଝି ରାସ୍ତାକୁ। ସେ ବାଟରେ ଯିଏ ଯାଏ ତାକୁ ସେ ପଚାରେ, ବାବୁ ହୀରାକୁ ଦେଖିଛ? କିନ୍ତୁ ତାର ସମସ୍ତେ କିଛି ନ କହି ମୁହଁ ବୁଲାଇ ଚାଲି ଯାଆନ୍ତି। ମକରାର ଛାତି ଭିତର ଥରି ଉଠେ। ବାବୁ ହୀରାକୁ ଦେଖିଛ? ହୀରାର ସରଳ ମୁହଁଟି ତାର ଆଖି ଆଗରେ ନାଚି ଉଠେ। ଟଙ୍କାରଟା ତାକୁ ଭଲ ଲାଗେ ନାହିଁ। ମକରା ପୁଣି ଆଗକୁ ପାଦ ବଢାଏ ଏବଂ ଏ ଗାଁରେ ସେ ଗାଁରେ ପଚାରେ, ମାଉସୀ ହୀରାକୁ ଦେଖିଛ? ହୀରା କାହିଁ? ଗାଁ ମାଇପେ ତାକୁ ମୁହଁ ମୋଡ଼ି ଦେଇ କହନ୍ତି, ହୀରା କାହିଁକି କହୁଛୁ? ହୀରା ଆଉ କଣ ଅଛି ଯେ ତୁ ପାଇବୁ? ସେ ହୋଟେଲ ମାଲିକ କାହାକୁ ବିକିଦବନି। ମକରା ପୁଣି ପଛକୁ ଫେରି ପଚାରେ, ମାଉସୀ କଣ କହିଲୁ? ସେ ମନେ ମନେ ଗୁଣୁଗୁଣୁ ହୋଇ କଣ ଯେ କହିଚାଲେ ତା କଥା କେହି ବୁଝିପାରନ୍ତିନି। ସମାଜ ପ୍ରତି ତାର ଆସେ ବିତୃଷ୍ଣା। ସେ ବାଟରେ ଯିଏ ଯାଏ ସେ କାନ୍ଦି କାନ୍ଦି ହୋଇ ତା ପାଖକୁ ଦୌଡ଼ି ଯାଇ ପଚାରେ, ବାବୁ ତମେ କଣ ହୀରାକୁ ଦେଖିଛ? ହୀରା କଣ ଆଉ ଆସିବ ନାହିଁ? କାହାରି ଠାରୁ ଉତ୍ତର ପାଏ ନାହିଁ। ହୀରା କଣ ଆଉ ଆସିବ ନାହିଁ? ହୀରା କଣ ଆଉ ଆସିବ ନାହିଁ? ସେଦିନ ଠାରୁ ମକରା ଚାରିଆଡେ ପାଗଳଙ୍କ ପରି ବୁଲୁଥାଏ କାହାର ଅନୁସନ୍ଧାନରେ।